जय जगन्नाथ सांग मैंने वेलकम और वेलकम बैक टू माय मिनी ब्लॉग। ये जो मशाटा देखि पारुचंदी एटा पूरा पीकी मोटा ही जाइए कारण ये मो पुअर रक्त पी जाइए। सो देखि पारते आमे भी बाहर छु मो पुओ को आगो मु रेडी करदिली तापरे ता बापा भी रेडी हेचंती। बापा रेडी होवा भितर पुओ तांको गंजीरे बांती कर देथिला। मु आनि के पोछि देली। मु कहले ओहो छोटा छुआटा खाई देथिबो बांती कर देछि। तापरे मु भी रेडी हे गेला। आमे रेडी के कुआडे जाउछु आमे हम पुओ को फर्स्ट टाइम पाई ने के जाउछु डैम बुलिया पे। खाली मु एका नो सानी आ पपिना को भुणी आमे समस्त मिसी के जाउ। ମୁଁ ରେଡି ହେଲା ପରେ ମୋର ମନେ ପଡିଲା କି ଛାତର ଡ୍ରେସ ଥୁଆ ହେଇନି ସେଥିଲାଗି ମୁଁ ଯାଇକି ଆଗ ଛାତର ଡ୍ରେସ ତୁଲିକି ନେଇକି ପଳେଇ ଆସିଲି। ତାପରେ ଆମେ ବାହାରିଲୁ ଡ୍ୟାମ ବୁଲି ଯିବା ପାଇଁ। ତାପରେ ପୁଣି ମନେ ପଡିଲା ପୁଅର କିଛି ବି ଆଣିନି। ତ ପୁଣି ଆଉଥରେ ଦୌଡ଼ି ଦୌଡ଼ି ଘରକୁ ଗଲି ପୁଅର ପପୁ ବୋତଲ ତା ପାଇଁ ସବୁ ଏସବୁ ଧରିକି ଆସିଲି। ସୋ ଫାଇନାଲି ଆମେ ଚାଲିଲୁ ବୁଲିବା ପାଇଁ। ଆଗ ଗଲୁ ଆମେ ଟିକେ ପେଟ୍ରୋଲ ପମ୍ପ କାରଣ ଗାଡିରେ ତେଲ ପକେଇବାର ଥିଲା। ସେ ଟାଇମରେ ଦେଖିଲା ବେଳକୁ ମୋ ପୁଅ କୁନ୍ଥଉଛି କଣ ପାଇଁ କୁନ୍ଥଉଛି। ସମସ୍ତେ ଆଉ ଏଇଠି ଗୋଟେ ଟ୍ରାଜେଡି ହେଇଗଲା। ମୋ ପୁଅ ଗିଗି କରିଦେଇଛି ତା ଡାଇପରରେ ଯୋଉଟା କି ପୁରା ବାହାରିକି ପଳେଇ ଆସିଛି। ଆମର ହେଇଗଲା ବୁଲାଇଟ ନା କଣ ଇଚ୍ଛା ଏଠି କୁଆଡେ ଅନଉଛ ଏଠି କଣ କଲ କାହିଁକି କି କଲ କାହିଁକି ମାଇ ବ୍ୟାଡ୍ ଲକ୍ କି ମୁଁ ତା ପାଇଁ କିଛି ବି ୱାଇପ୍ସ ଆଉ ଡାଇପର ନେଇ ନଥିଲି। ପଣ୍ଡା ବାବୁ ଗୋଟେ ମେଡିସିନ ଷ୍ଟୋର ଯାଇକି ସେଗୁଡ଼ା ସବୁ କିଣିକି ଆଣିଲେ। ତାପରେ ଆମେ ସବୁ ପୋଛାପୋଛି କରି ରାସ୍ତାରେ ହିଁ କ୍ଲିନ୍ କରିକି ତାପରେ ଆଗକୁ ବଢିଲୁ। ଆଗକୁ ବଢିଲା ବେଳେ ଆମେ କିଛି ରାସ୍ତାରେ ଖାଇବା ପାଇଁ କିଣିଥିଲୁ କାରଣ ସେ ଜାଗାରେ କିଛି ବି ଖାଇବା ପାଇଁ ମିଳେନି। ଆଉ ରାସ୍ତାଟା ଦେଖୁଥିବୁ କେତେ ସୁନ୍ଦର। ଏଇଟା ରିଏଲି ବହୁତ ସୁନ୍ଦର। ଆଉ ଏଇ ସନସେଟ ଟା ଏଇ ଜାଗାରେ ସନସେଟ ଦେଖିବା ପାଇଁ ବହୁତ ହି ମଜା ଲାଗିବ। ତ ଆମେ ଆସି ଗୋଟେ ଜାଗାରେ ଗାଡିଟା ରଖିକି ସେଇଠି ବସିଲୁ ହିଁ। ସେଠି ବହୁତ ସମୟ ବସିଲୁ ଥଣ୍ଡା ଥଣ୍ଡା ପବନରେ ମଜା ନେଲୁ। ଆଉ ଈଶାନକୁ ବି ସେ ଜାଗାଟା ବହୁତ ହି ଭଲ ଲାଗିଲା। ସେ ଫାର୍ଷ୍ଟ ଟାଇମ ପାଇଁ ଈଶାନ ଯାଇଥିଲେ ଆଉ ତାଙ୍କୁ ସେ ଜାଗାଟା ଏତେ ଭଲ ଲାଗିଲା ଯେ ଈଶାନ ପୁରା ଖୁସି ହେଇଗଲେ। ଖାଲି ଈଶାନ ନୁହଁ ସାନି ଆଉ ପପିନାଙ୍କ ଭଉଣୀ ବି ଦୁଇ ଜଣ ଯାକ ବି ବହୁତ ଖୁସି ହେଇଗଲେ। ମୁଁ ଈଶାନକୁ ପଣ୍ଡାଙ୍କୁ କୋଳକୁ ଦେଇଦେଲି। ମୁଁ ଆରାମସେ ବସିଲି ଆରାମସେ ପବନର ମଜା ନେଲି। ଆମେ ଜାଣିନଥିଲୁ ସେଇଦିନ ହିଁ ସେଠି ଗୋଟେ ଇନାଗୁରେସନ ହେଲା। ମେ ବି ସେଟା ଇକୋ ରିଟ୍ରିଟ୍ କି କଣ ପୁରା ସବୁ ୱାଟର ସ୍ପୋର୍ଟସ ଅଛି। ତ ଆମେ ତାର ବି ବସିକି ମଜା ନେଲୁ। ଆମେ ଯେତିକି ଇମ୍ପୋର୍ଟାଣ୍ଟ ଈଶାନକୁ ଫାର୍ଷ୍ଟ ଟାଇମ ପାଇଁ ବୁଲିବାକୁ ନବାର ଥିଲା ତାଠୁ ଅଧିକ ଇମ୍ପୋର୍ଟାଣ୍ଟ ଥିଲା ସାନିକି ବୁଲେଇକି ନେଇକି ଯିବା। କାରଣ ସେ ତାଙ୍କ ଏକ୍ସାମ ର ରେଜଲ୍ଟ ପାଇଁ ବହୁତ ଟେନସନ ରେ ଥିଲେ। ମାନେ ଧୀରେ ଧୀରେ ପୁରା ଡିପ୍ରେସଡ ହେଇଯାଉଥିଲେ। ତ ଆମେ ଭାବିଲୁ କି ନାଇଁ ତାକୁ ଟିକେ ନେଇକି ଗୋଟେ ଭଲ ଜାଗା ବୁଲେଇ ଦେଇ ଆସିବା। ତ ସେଥିଲାଗି ଆମେ ସମସ୍ତେ ମିଶିକି ଆସିଲୁ। ଫାଇନାଲି ଆମେ ମାନେ ଖିଆପିଆ କରିକି ସେଠି ଏନ୍ଜୟ କଲୁ। ଆଜିର ବ୍ଲଗ ଟି ଏଇଠି ସାରିବା। ଆଶା କରୁଛି ଆପଣମାନଙ୍କୁ ବ୍ଲଗ ଟି ଭଲ ଲାଗିଥିବ। ଆଉ ମତେ କୋଉମାନେ ଚାହୁଁଛନ୍ତି କି ସବୁଦିନ ମୁଁ ବ୍ଲଗ ବନାଏ ଭିଡିଓ ବନାଏ ତାହେଲେ ପ୍ଲିଜ କମେଣ୍ଟରେ ଜଣାନ୍ତୁ। ଆଟଲିଷ୍ଟ କମେଣ୍ଟରେ ଜଣେଇଲେ ମୁଁ ଟିକେ ମୋଟିଭେସନ ପାଇବି ଆଉ ମୁଁ ଆଉ ଟିକେ ମୋଟିଭେଟେଡ ହେଇକି ଭିଡିଓ ବନେଇବି। ଏ ଡ୍ୟାମ ଟିର ନାଁ କଣ ଯୋଉମାନେ ଅଲରେଡି ବୁଲିବାକୁ ଆସିଛ ଆଉ ଜାଣିଛ କମେଣ୍ଟରେ ଜଣାଅ। ପୁଣି ଦେଖାହବ ଆଉ ଗୋଟେ ନୂଆ ବ୍ଲଗରେ। ତବ ତକ ବାଏ ବାଏ ଟେକ୍ କେୟାର।